ସେଇଟା ତ ଗୋଟେ ଆଉ ଗୋଟେ ଏଫଆଇଆର ହେଇଥିଲା ଆମର ଅମର ଜେନା ନାଁରେ ଯେଉଁ ଆମର ମଞ୍ଚେଶ୍ୱର ଥାନାରେ। ଆପଣ ଚିନ୍ତା କରୁନାହାନ୍ତି 6 ମାସ ତଳର କଥା। ସେ ଝିଅର ମାନେ ଚରିତ୍ର ବି ଫେସବୁକ୍ରେ ବୁଲୁଛି, ଆମେ ଦେଖୁଛୁ। 6 ମାସେ ଗୋଟେ ଝିଅ ଗୋଟେ ପୁରୁଷ ସହିତ ସହବାସ କଲା ପରେ ସେ ଯାଇକି ଏଫଆଇଆର ଦେଉଛି। ଏ କଥା କେତେ ଦୂର ଗ୍ରହଣଯୋଗ୍ୟ ତାକୁ ଜନସାଧାରଣ ମାନେ ଗ୍ରହଣ କରିସାରିଲେଣି ଆଉ ଜାଣିସାରିଲେଣି ଯେ ଇଏ ସବୁ ଗୋଟେ ମାନେ ବିରୋଧ ଦଳ ଯେଉଁ ଯେତେ ସବୁ ବିରୋଧ ଦଳ ତାଙ୍କ ପାର୍ଟିକୁ ବନ୍ଦ କରିବା ପାଇଁ ତାକୁ ଚାପବଶତ କରିବା ପାଇଁ ସରକାରଙ୍କର ଗୋଟେ ବଡ଼ ପ୍ରୟାସ। ଇଏ ସରକାରକୁ ଯଦି ମୁକାବିଲା କରିବ ତାହେଲେ ଯଦି ନିଜ ଜୀବନକୁ ଚଳୁ କରିଦେବ ମାନେ ତ୍ୟାଗ କରିଦେବ ତାହେଲେ ଲଢ଼ିବ। କାହିଁକିନା ଏଇଠି ବର୍ତ୍ତମାନ ଦେଖନ୍ତୁ ଅଲଗା ଦଳକୁ ବିରୋଧୀ ଦଳମାନଙ୍କୁ ଏ ସରକାର ଯେଉଁ ଆମର କ୍ରାଇମ୍ ବ୍ରାଞ୍ଚ ସିବିଆଇ ଏଟା ଧମକ ଦେଉଛି ଏବଂ ମିଛ କେସ୍ କରିକି ମାନେ ଅନେକ ଥର ନେତାମାନଙ୍କୁ ମାନେ ଧମକ ଦେବା ଅନେକ ନଜିର ବି ରହିଛି। ଏଇଠି ଦେଖୁନାହାନ୍ତି ଗୋଟେ ବାୟାଜେନା ଘଟଣା ଘଟିଲା, ସେ ଦୋଷ କରୁ କି ନ କରୁ ପ୍ରମାଣ ହେଲା, ଆରେଷ୍ଟ ହେଲା, ଗଲା। ସେଠି ଯେତେବେଳେ ଏଇ କଥା ହେଇପାରୁଛି ଏଠି କାହିଁକି ସେଇଟା ତ ଗୋଟେ ଆଉ ଗୋଟେ ଏଫଆଇଆର ହେଇଥିଲା ଆମର ଅମର ଜେନା ନାଁରେ ଯେଉଁ ଆମର ମଞ୍ଚେଶ୍ୱର ଥାନାରେ। ଆପଣ ଚିନ୍ତା କରୁନାହାନ୍ତି 6 ମାସ ତଳର କଥା। ସେ ଝିଅର ମାନେ ଚରିତ୍ର ବି ଫେସବୁକ୍ରେ ବୁଲୁଛି, ଆମେ ଦେଖୁଛୁ। 6 ମାସେ ଗୋଟେ ଝିଅ ଗୋଟେ ପୁରୁଷ ସହିତ ସହବାସ କଲା ପରେ ସେ ଯାଇକି ଏଫଆଇଆର ଦେଉଛି। ଏ କଥା କେତେ ଦୂର ଗ୍ରହଣଯୋଗ୍ୟ ତାକୁ ଜନସାଧାରଣ ମାନେ ଗ୍ରହଣ କରିସାରିଲେଣି ଆଉ ଜାଣିସାରିଲେଣି ଯେ ଇଏ ସବୁ ଗୋଟେ ମାନେ ବିରୋଧ ଦଳ ଯେଉଁ ଯେତେ ସବୁ ବିରୋଧ ଦଳ ତାଙ୍କ ପାର୍ଟିକୁ ବନ୍ଦ କରିବା ପାଇଁ ତାକୁ ଚାପବଶତ କରିବା ପାଇଁ ସରକାରଙ୍କର ଗୋଟେ ବଡ଼ ପ୍ରୟାସ। ପିପିଲି ବ୍ଲକ କଥା ମୁଁ କହୁଛି, ପିପିଲି ବ୍ଲକର 12 ମାସ ଭିତରେ 12ଟାରୁ ଅଧିକା ରତନପୁର ଘଟଣା ଯେଉଁ ପିଲାଟାକୁ ମାରିଦେଲେ, ଏମିତି ସବୁ ଘଟଣା 12 ମାସରେ 12ଟା ନାବାଳିକା ଗଣଦୁଷ୍କର୍ମ ହେଲାଣି। ତେଣୁ ଏଠି ସ୍ୱର ଉତ୍ତୋଳନ କିଏ କରିବ? ସୋସିଆଲ ୱାର୍କର କରିବେ, ନହେଲେ ବିରୋଧୀ ଦଳ କରିବ। ଏ ଯେଉଁ ଆମର କଂଗ୍ରେସର ଯେଉଁ ସେ ଯୁବ ସଭାପତିଟା ବନ୍ଧା ହେଲା, ଆପଣ ବାନ୍ଧିଲେ ଉଦିତ ପ୍ରଧାନ ବନ୍ଧା ହେଲା। କ'ଣ ପାଇଁ ବନ୍ଧା ହେଲା? ସେ ଝିଅ ସହିତ କୁଆଡ଼େ ତାର କେତେ ଦିନ ଧରି ସମ୍ପର୍କ। ସେ ଝିଅ ତ ଅଟୋରେ ସିଗାରେଟ୍ ଲଗାଉଛି, ମଦ ପିଉଛି, ବିୟର ଖାଉଛି, ସବୁ ଖାଉଛି ସେଭଳି। ଏଇଟା କ'ଣ? ତେଣୁ ବିରୋଧୀ ଦଳକୁ ବିରୋଧୀ ଦଳର ମୁହଁ ବନ୍ଦ କରିବା ପାଇଁ ସରକାରଙ୍କର ଯୋଜନା। କାଳେ ଏମାନେ ଯଦି ଆପଣ ଦେଖିଲେନି କି ଯେଉଁ ରାହୁଲ ଗାନ୍ଧୀ ଆସିଥିଲେ ସନ୍ଧ୍ୟାବେଳେ ଲୋକ ଲଗେଇ ତାଙ୍କ ପୋଷ୍ଟର ବ୍ୟାନର ଖୋଲା ହେଲା। କ'ଣ ପାଇଁ? ଭୟ, ବିରୋଧୀ ଏଠି ଷ୍ଟ୍ରଙ୍ଗ ନ ହଉ, ବିରୋଧୀକୁ ଆମେ ଚାପିକି ରଖିବା। ତେଣୁ ଏଠି ଶାସକ ଦଳ ଗୋଟେ ମନମାନି ଶାସନ କରୁଛି। ଯାହା ପ୍ରତିଶ୍ରୁତି ଦେଇଥିଲା ଜନସାଧାରଣଙ୍କୁ ତାହା କିଛି ବି ରକ୍ଷା କରୁନି। ଆଗାମୀ ଦିନରେ ନିଶ୍ଚିତ ତାର ଉତ୍ତର ଦେଖନ୍ତୁ। ଆଇନ କାନୁନ ଅଦାଲତ ଆଉ ପ୍ରଶାସନ, କ୍ରାଇମବ୍ରାଞ୍ଚ, ସିବିଆଇ ଏ ସରକାର କବ୍ଜାରେ ବର୍ତ୍ତମାନ। ଭବିଷ୍ୟତ ହିଁ କହିବ ଯଦି ସେ ପ୍ରକୃତରେ ନିର୍ଦ୍ଦୋଷ ଆଉ ତୃତୀୟ ଶକ୍ତି ଆଉ ଜଣେ ଅଛି, ଏମାନଙ୍କ ଉପରେ ଆଉ ଗୋଟେ ତୃତୀୟ ଶକ୍ତି ଅଛି, ଯଦି ସେ ଶକ୍ତିର ପ୍ରଭାବ ତାଙ୍କ ଉପରେ ପଡ଼ିବ।